କାଲି ମୁଁ ପଚାର ଶୁଣିନି ଆଜି ରଥ ବ୍ୟାଙ୍କ ବ୍ୟାଙ୍କରେ ଲାଭ କିଛି ନାହିଁ। ଆଜି ରଥ, ଆଜି ହେଉଛି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଜଗନ୍ନାଥଙ୍କର ବାବା ଆପଣ କ'ଣ ଅନୁଭବ କରିଛନ୍ତି ନା କିଛି ଜଗନ୍ନାଥଙ୍କୁ? କିଛି ଆପଣ ଚାରିଆଡ଼େ ତ ଯାଇଛନ୍ତି ଜଗନ୍ନାଥଙ୍କ ନାମ ନେଇକି, ଯେଉଁ ଷ୍ଟେଜ୍ ଉପରକୁ ଆପଣମାନେ ଯାଆନ୍ତି, ଏଇ ଯେଉଁ ରିହର୍ସାଲ କରିବା ପାଇଁ ଆଗେ ଜଗନ୍ନାଥଙ୍କ ଫଟୋକୁ ପୂଜା କରାଯାଏ ନା, ତେଣୁ କିଛି ଅନୁଭୂତି ପାଇଛନ୍ତି ନା ସେମିତି ଶୋଇଲା ବେଳେ କି ଜଗନ୍ନାଥଙ୍କୁ ଦେଖିଛନ୍ତି ନା କେବେ ସ୍ୱପ୍ନରେ? ଦେଖିନାହାନ୍ତି, କିନ୍ତୁ ଯେତେବେଳେ ପୁରୀ ବଡ଼ଦାଣ୍ଡକୁ ଯାଆନ୍ତି ଜଗନ୍ନାଥଙ୍କୁ ଯେତେବେଳେ ଦର୍ଶନ କରନ୍ତି ସେତେବେଳେ କିଛି ଆପଣ ଜଗନ୍ନାଥଙ୍କ ଆଖି ସହିତ ଯେତେବେଳେ ଆଖି ମିଶେ ସେତେବେଳେ କିଛି ଦର୍ଶନ ପାଇଛନ୍ତି ନା? ପାଇନାହାନ୍ତି। ମୁଁ 9 ଦିନ ଥିଲି। ପୁରୀରେ କେତେ ଦିନ ରହିଥିଲେ? 9 ଦିନ। 9 ଦିନ ରହିଥିଲେ। ଥରିଏ କ'ଣ ରିହର୍ସାଲ ଥିଲା ନା ଆପଣ ସେମିତି ଯାଇଥିଲେ? ଯାଇଥିଲି ଜଣଙ୍କର ବ୍ରତ ଘରର 9 ଦିନ ଯାଇକି ରହିଥିଲେ। ସକାଳୁ ଉଠିକି ଗାଧୁଆ ପାଧୁଆ କରିକି କାମ ସାରିକି ପଳେଇଲି ମନ୍ଦିର ଆସିକି ଲକ୍ଷ୍ମୀ ଶାଳ ଇଏ ଚାରିପଟେ ବୁଲିକି ନା ଆମର ସେ ଯେଉଁ ଲକ୍ଷ୍ମୀ ମନ୍ଦିର ଯେଉଁ ଅଛି, ଯେଉଁଠି ଆମର ଅଭଡ଼ା ରନ୍ଧା ହେଉଛି, ସେଟା ଆଗେ ତଳୁ ହୁଏ ନା ଆଗେ ଉପରୁ ହେଇକି ତଳକୁ ଆସେ? ସେ ବିଷୟରେ ଗବେଷଣା କହିହେବନି ନା, ମୁଁ ସେଇ କଥା ବୁଝି, କାହିଁକିନା ମୁଁ ଶୁଣିଛି କିଛି ଲୋକଙ୍କ କତୁରୁ ଉପରୁ ହେଇକି ତଳକୁ ଆସେ। କ'ଣ ତାଙ୍କ ମାୟା, ସେଇ ହେଉଛି କଥା। ତେଣୁ ଆପଣଙ୍କର ପ୍ରଥମ ଫିଲ୍ମ ଯେଉଁ କରିଥିଲେ ତା ନାଁଟା କ'ଣ କହିଲେ? ପରାପଣା। ତାପରେ ସେକେଣ୍ଡରେ ଜଗା ହାତରେ ପଘା। ଜଗା ହାତରେ ପଘାରେ ଆପଣ କେତେ ଦିନ ରିହର୍ସାଲ କରିବା ପାଇଁ କେତେ ଦିନ ଯାଇଥିଲେ? ସେତେବେଳେ ଷ୍ଟେଟ୍ ବ୍ୟାଙ୍କରେ ରହିଲେନି ନା ରହିନଥିଲେ? ଜଗା ହାତରେ ପଘାରେ ଆପଣଙ୍କର ଲାଷ୍ଟ ସିନ୍ ସେ ଯେଉଁ ବ୍ରାହ୍ମଣ ହେଇକି ବିଜୟ ମାଟି ସହିତ ରୋଲଟା ଥିଲା ନା? ଆପଣଙ୍କୁ ସେତେବେଳେ କିଛି ପଇସା ମିଳିଥିଲା ନା ଫିଲ୍ମରେ? ନା, କି ପଇସା ଯାହା ଅଛି 3-4ଟା ସିନ୍ ଲାଷ୍ଟକୁ ବିଜୟ ମହାନ୍ତି ମରିଯାଇଛନ୍ତି, ତାପରେ ଯାଇକି ତାଙ୍କୁ କେମିତି ନବା ଆଣିବା କରିଥିଲେ, ତାପରେ ସେ ଗୋଟେ ସିନ୍ ଥିଲା। ତେଣୁ ଏହା ହେଉଛି କଥା। ଏ ଭିଡ଼ିଓ ପୁରା ରହିବ। ବାପାଙ୍କର ଆମର ନଟରାଜ ସାଂସ୍କୃତିକ ଅନୁଷ୍ଠାନ, ବାପାଙ୍କର ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଗୋଟେ ଅଛି ଭଦ୍ରକର 1 ନମ୍ବରରେ। ଆମର ବି ବହୁତ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଆପଣମାନେ ଦେଖିଥିବେ, ସଂସ୍କୃତି ଭବନରେ ହେଉ, ବହୁତ କିଛି ନାଟକ ଆମର ଏଠି ନେହେରୁ ଷ୍ଟାଡିୟମରେ ବି ଆମର ହେଇଛି। ନେହେରୁ ଷ୍ଟାଡିୟମରେ ହେଇଛି। ଆଉ ତାର ହେଉଛି ଆମର ଏଠାରେ ଉପଦେଷ୍ଟା ରହିଛନ୍ତି ଆମର ସୁଦାନ୍ତ ସାର୍ ଅଛନ୍ତି, ଆଉ ଶିବ ସାର୍ ବି ଅଛନ୍ତି ତାଙ୍କରେ। ଆଉ ବାପାଙ୍କର ନିଜରେ ତାଙ୍କର ନାଟକ ସଂସ୍ଥା ଆମର ଥିଲା ନଟରାଜ ସାଂସ୍କୃତିକ ଅନୁଷ୍ଠାନ। ତେଣୁ ବାପାଙ୍କର ପ୍ରଥମ ପିକ୍ଚର, ସେକେଣ୍ଡ ପିକ୍ଚର ହେଉଛି ଜଗା ହାତରେ ପଘା। ଜଗା ହାତରେ ପଘାରେ ବହୁତ ଭଲ ରୁଲ୍ ସେତେବେଳେ କରିଥିଲେ। ଲାଷ୍ଟକୁ ବାବାଜୀ ରୁଲ୍ ବିଜୟ ମହାନ୍ତିକି ଆସିକି କହିଥିବେ ଯେ, କହିବେ ଏମିତି ଗୋଟେ ପୋଜିସନ୍ ହେଇଛି, ସେଟା ଆପଣ ଦେଖିପାରିବେ। ହଁ, ଜଗନ୍ନାଥଙ୍କର ପୂଜାରୀ ହେଇଥିଲେ ବାପାଙ୍କର। ଯେହେତୁ ବାପା ଗୋଟିଏ କଥା କୁହନ୍ତି କ'ଣ ନା, ସର୍ବମୂଳେ ଜଗନ୍ନାଥ। ତେଣୁ ଜଗନ୍ନାଥଙ୍କୁ ବହୁତ ଭରସା କରନ୍ତି, ବିଶ୍ୱାସ କରନ୍ତି। ତେଣୁ ଏହା ହେଉଛି କଥା। ତେଣୁ ଇଏ ବୋଧେ ଜଗା ହାତରେ ପଘା ବୋଧେ 35-40 ବର୍ଷର ପିକ୍ଚର, 40 ବର୍ଷ ପାଖାପାଖିର ପିକ୍ଚର ଆପଣମାନେ ଦେଖିଥିବେ। 40 ବର୍ଷର ଆମ ଜନ୍ମ ନାହିଁ ସେ ପିକ୍ଚର ହେଲା ଦିନଠୁ। ଏହା ହେଉଛି କଥା। ଆମର ଭଲ ନାଟକ ବାପା, ଆମ ଯେଉଁ ଯାତ୍ରା ଅନୁଷ୍ଠାନ, ଆମ ଯେଉଁ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଲ ନାଟକ କ'ଣ ଦେଇଛି ଭଦ୍ରକକୁ? ହଁ, ଈଶ୍ୱର ଆଲା ତେରା ନାମ ଗୋଟେ ବଢ଼ିଆ ନାଟକ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ପ୍ରଦର୍ଶନ କରିଥିଲା। ତାପରେ ଆଉ ଈଶ୍ୱର ଆଲା ତେରେ ନାମଟା ବହୁତ ବଢ଼ିଆ ହେଇଥିଲା।
ଆଉ ଭଦ୍ରକର ବହୁତ ଦର୍ଶକ ଆସିକି ଦେଖିଥିଲେ ସେ ଆମ ନାଟକ। ଓଡ଼ିଶାର ବହୁତ ଜାଗାରେ ମଞ୍ଚସ୍ଥ ହଁ ବହୁତ ଜାଗାରେ ମଞ୍ଚସ୍ଥ ହେଇଥିଲା। ତାଙ୍କ ଇଏ ଲେଖକ କିଏ ରାଇଟର ସୁଦର୍ଶନ ନାୟକ। ସୁଦାନ ସାରେ ଥିଲେ। ସୁଦାନ ସାରେ ମୋର ଟିଚର ଥିଲେ। ମୁଁ ଯେତେବେଳେ କଲେଜରେ ପଢୁଥିଲି ସୁଦାନ ସାରେ ସେତେବେଳେ ମୋର ଟିଚର ଥିଲେ, ସାହିତ୍ୟ ଟିଚର। ସେ ସୁଦାନ ସାରଙ୍କର ଲେଖା ହେଉଛି ବହୁତ ବଢ଼ିଆ ବଢ଼ିଆ ନାଟକ ସୁଦାମ ସାରେ ଦେଇଛନ୍ତି। ଯାତ୍ରା ରାଇଟର ସିଏ, ଯାତ୍ରାକୁ ବି ବହୁତ ବଢ଼ିଆ ବଢ଼ିଆ ନାଟକ ଦେଇଛନ୍ତି। ଯେ ତମେ ମିଛ କହିଲ, ଭାଗ୍ୟ ଖେଳୁଛି ଖେଳ, ଏସବୁ ବଢ଼ିଆ ବଢ଼ିଆ ନାଟକ ସାରଙ୍କର ଅଛି ଯାତ୍ରାରେ। ତେଣୁ ସିଏ ବି ଏକ ଅଂଶଧାର ହେଉଛି ନଟରାଜ ସାଂସ୍କୃତିକ ଅନୁଷ୍ଠାନରେ ଏକ ଅଂଶଧାର ହେଇକି ଅଛନ୍ତି ସୁଦାମ ସାରେ। ତେଣୁ ସେତେବେଳେ ଆମର ଯେତେବେଳେ ମୋଗଲ ତାମସା ଯେତେବେଳେ ହେଉଥିଲା ଭଦ୍ରକର, ନଟରାଜ ସାଂସ୍କୃତିକ ଦେଇଛି ଭଦ୍ରକକୁ ମୋଗଲ ତାମସା। ଆପଣ ସେତେବେଳେ ନାଟକ ପରିଦର୍ଶନ କରୁଥିଲେ ସେତେବେଳେ ମୋଗଲ ତାମସାରେ। ବାପା ବି ମୋଗଲ ତାମସାରେ ସେତେବେଳେ ଇଏ କରିଥିଲା। ନଟରାଜ ସାଂସ୍କୃତିକ ଅନୁଷ୍ଠାନ ବହୁତ ପୁରୁଣା ଅନୁଷ୍ଠାନ। କେତେ ବର୍ଷ ହେଲାଣି ବାପା ନଟରାଜ ସାଂସ୍କୃତିକ ଅନୁଷ୍ଠାନ? 20 ବର୍ଷ ପାଖାପାଖି ହବ। 40 ବର୍ଷ ହେଇଗଲାଣି, ମାନେ ବହୁତ ପୁରୁଣା। ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକରେ ଯୋଉ ଅନୁଷ୍ଠାନରେ ଆପଣ ପଚାରିବେ ସେ ନିଶ୍ଚିତ ଭାବରେ କହିଦେବ। ଇଏ ହେଉଛି ବାପାଙ୍କର ନଟରାଜ ସାଂସ୍କୃତିକ ଅନୁଷ୍ଠାନ ହେଉଛି ବାପାଙ୍କ ହାତ ତିଆରି ଅନୁଷ୍ଠାନ। ତେଣୁ ନିଶ୍ଚିତ ଭାବରେ ଏଇଟା କହିଲେ ଅତୃପ୍ତ ହବ ନାହିଁ। ଆଉ ବହୁତ ବହୁତ ହିଟ୍ ନାଟକ ବର୍ତ୍ତମାନ ବାପା ଦେଇଛନ୍ତି। ମଞ୍ଚସ୍ଥ ନାଟକ ବହୁତ କରିଛନ୍ତି। କେତେ ବାପା କରିଛନ୍ତି? 100 ପାଖାପାଖି ହେଇଯିବ ନା ନାଟକ? 150ରୁ ଉର୍ଦ୍ଧ୍ୱ, ମାନେ ପାଖାପାଖି 150 ପାଖାପାଖି ବହୁତ ମଞ୍ଚସ୍ଥ କରିଛନ୍ତି। ଆଉ ଭଦ୍ରକ ଷ୍ଟେଟ୍ ବ୍ୟାଙ୍କରେ ବି ମଞ୍ଚସ୍ଥ ହେଇଛି ନାଟକ, ମଞ୍ଚସ୍ଥ ହେଇଛି ନାଟକ। ଆଉ ହେଉଛି ବହୁତ ବଢ଼ିଆ ବଢ଼ିଆ ନାଟକ ବାପାଙ୍କର ଅଛି। ତେଣୁ ଏହା ହେଉଛି କଥା। ଇଏ ହେଉଛି ଭଦ୍ରକର ଯାହା କୁହନ୍ତିନି ଗୋଟେ ହେଉଛି ଅନୁଷ୍ଠାନ କହିତେ ଗଲେ ସାଂସ୍କୃତିକ ନଟରାଜ ସାଂସ୍କୃତିକ ଅନୁଷ୍ଠାନ। ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଆପଣମାନେ ପ୍ରତିବର୍ଷ ଆପଣମାନେ ମଞ୍ଚସ୍ଥ କରୁଛି। ସାଂସ୍କୃତିକ ମହୋତ୍ସବ ହଉ ନହେଲେ ଆମର ଏଠି ନେହେରୁ ଷ୍ଟାଡିୟମରେ ହଉ ମଞ୍ଚସ୍ଥ କରିବା, ଆପଣମାନେ ଦେଖିପାରିବେ। ତା ନାଟକ ସୁଦାମ ସାରଙ୍କ ଲେଖା, ଡାଇରେକ୍ସନ ବି ସୁଦାମ ସାର ଦିଅନ୍ତି ନା, ଡାଇରେକ୍ସନ ବି ବହୁତ ବଢ଼ିଆ। ଆଉ ଆମର ବି ବହୁତ ଭଲ ଭଲ କଳାକାର ବି ଅଛନ୍ତି ନଟରାଜ ସାଂସ୍କୃତିକ ଅନୁଷ୍ଠାନରେ, ବହୁତ ବଢ଼ିଆ ବଢ଼ିଆ କଳାକାର ଅଛନ୍ତି। ଏହା ହେଉଛି କଥା। ତେଣୁ ବାପାଙ୍କର 2ଟା ଫିଲ୍ମ ଅଛି। 2ଟା ଫିଲ୍ମରେ ଆପଣମାନେ ଦେଖିପାରିବେ। ଜଗା ହାତରେ ପଘାରେ ଲାଷ୍ଟକୁ, ଆଉ ଗୋଟେ ହେଉଛି ଜଗା ହାତରେ ନା ଜଗା ପଥର ପଶି ବଡ଼ ଦେଉଳରୁ ନା କୋଉଟା? ଜଗା ହାତରେ ପଘା ଗୋଟେ ହେଲା ଜୀବନ ଜ୍ୟୋତି। ଜୀବନ ଜ୍ୟୋତି ସେ ଫିଲ୍ମ ନା, ଜୀବନ ଜ୍ୟୋତି ଫିଲ୍ମରେ ବି ଅଛି ଗୋଟେ। ଆଉ ତେଣୁ ସବୁଠୁ ବଢ଼ିଆ ହେଇଛି କୋଉଟା ନା ଜଗା ହାତରେ ପଘା। ଜଗା ହାତରେ ପଘାର ସବୁଠୁ ବଢ଼ିଆ ହେଇଛି। ଆଉ ପୁରୁଣା କଳା ସେତେବେଳେ କଳାକାରମାନେ ଥିଲେ, ଏବେ ନାହାନ୍ତି। ବିଜୟ ମହାନ୍ତି ଯେଉଁ ଉତ୍ତମ ମହାନ୍ତି ଏସବୁ ନାହାନ୍ତି, ଏସବୁ ଚାଲିଗଲେଣି। ବିଜୟ ମହାନ୍ତି ସାରେ, ଉତ୍ତମ ମହାନ୍ତି ସାରେ ଏସବୁ ଚାଲିଗଲେଣି। ତେଣୁ ଦେଖ ତାଙ୍କ ବୟସର ବର୍ତ୍ତମାନ ବାପା ଆଜି ପର୍ଯ୍ୟନ୍ତ ବି ଷ୍ଟ୍ରଙ୍ଗ ହେଇକି ଅଛନ୍ତି, ଆଜି ପର୍ଯ୍ୟନ୍ତ ବି ଚାଲିଛନ୍ତି। ତେଣୁ ବହୁତ କିଛି ନାଟକ ମଞ୍ଚସ୍ଥ କରିଛନ୍ତି। ତେଣୁ ନାଟକକୁ ଷ୍ଟେଟ୍ ବ୍ୟାଙ୍କରେ ଥାଇତେ ବି ସେମାନେ ବରଂ ଷ୍ଟେଟ୍ ବ୍ୟାଙ୍କ ଯିବି ନାହିଁ କିନ୍ତୁ ନାଟକକୁ ଦୌଡ଼ିକି ପଳେଇବେ। ନାଟକ ହେଉଛି ବହୁତ ବହୁତ ଆଡ଼େ ବୁଲୁଛନ୍ତି। ମାଲକାନଗିରି କତୁରୁ ଆରମ୍ଭ କରିକି କେଉଁଝର ଆପଣ ଓଡ଼ିଶାର ଯେକୌଣସି କୋଣ ଅଣୁକୋଣ କଥା କୁହନ୍ତୁ ନା କାହିଁକି, ବହୁତ ଜାଗାରେ ଆମର ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଯାଇକି ମଞ୍ଚସ୍ଥ କରିଛି। ଏଇଟା 100%। ଏହା ହେଉଛି କଥା। ଆଉ କ'ଣ ଖାଇଥିଲେ ସକାଳୁ? ସେ ଟିକେ ମେଡ଼ିକାଲ ଯିବେ ବୋଲି, ତେଣୁ ଖାଇବା ନାହିଁ। ଦେହ ଟିକେ ବର୍ତ୍ତମାନ ଟିକେ ଅସୁସ୍ଥ ହେଇଗଲାଣି। ବୟସ ବର୍ତ୍ତମାନ 80 ପାଖାପାଖି ହେଇଗଲାଣି। 80 ପାଖାପାଖି 80 ବର୍ଷ ଚାଲିଛି ନା, 80 ଚାଲୁଛି। ଆଉ ଜନ୍ମଦିନ ଏଇ କେବେ ଏଇ ପଡ଼ିବ ନା, ଏଇ ଭିତରେ ଜନ୍ମଦିନ ଏଇ ଆସୁଛି, 80 ଚାଲିବ। ତେଣୁ 80 ବର୍ଷର ଲୋକ, ଆମେ ତ ବର୍ତ୍ତମାନ 25-30 ବର୍ଷର ଆମେ ହଟିଗଲେଣି। ତେଣୁ 80 ବର୍ଷର ଲୋକ ଚିନ୍ତା କରନ୍ତୁ, ଏବେ ବର୍ତ୍ତମାନ ଆମେ ଯେଉଁ ପିଲା 30 ବର୍ଷରୁ ଆମେ ହଟିଗଲେଣି। ତେଣୁ 80 ବର୍ଷ ପର୍ଯ୍ୟନ୍ତ ସେ ସେମିତି ସେତେବେଳେ ସେ ଖାଦ୍ୟ ଖାଇଥିଲେ ବୋଲି ଆଜି ପର୍ଯ୍ୟନ୍ତ ରହିଛନ୍ତି। ତେଣୁ ଯେହେତୁ ଧୀରେ ଧୀରେ ତାଙ୍କ ବୟସର ଲୋକମାନେ ହଟିଗଲେଣି, ନାହାନ୍ତି ଏ ଦୁନିଆରେ ଆଉ। ତେଣୁ ଯାହା ହଉ 80 ବର୍ଷ ହେଇଗଲାଣି ମାନେ ତ ବହୁତ ହେଇଗଲାଣି। ତେଣୁ ଯାହା ହଉ ଠାକୁରଙ୍କର ଜଗନ୍ନାଥଙ୍କର ଆଶୀର୍ବାଦ। ଆଜି ହେଉଛି ପବିତ୍ର ରଥଯାତ୍ରା। ଏ ରଥଯାତ୍ରା ଉପଲକ୍ଷେ ଆମର ଢେର ସାରା ଶୁଭେଚ୍ଛା ଆଉ ଅଭିନନ୍ଦନ। ତେଣୁ ଆଜି ହେଉଛି ପବିତ୍ର ରଥଯାତ୍ରା। ଇଏ ହେଉଛି ମାନେ ବିଶ୍ୱ ପ୍ରସିଦ୍ଧ। ମାନେ ଆଜି ରୁଷ, ଜାପାନ, ଆମେରିକା ବହୁତ ଆଡ଼ୁ ଲୋକ ଆସିଛନ୍ତି କାଳିଆକୁ ଦର୍ଶନ କରିବା ପାଇଁ ପୁରୀକି। ତେଣୁ ଆଜି ପୁରୀ ବହୁତ ଚଳଚଞ୍ଚଳ। ତେଣୁ ଆପଣ ଯାଇଛନ୍ତି କେବେ ନା ରଥଯାତ୍ରାକୁ? କେତେ ମାତ୍ରାରେ ରଥଯାତ୍ରାରେ କେତେ ଭକ୍ତ କେତେ ହୁଅନ୍ତି ରଥରେ? ଗଣି ହବନି, ମାନେ ସୋରିଷ ପକେଇବା ପାଇଁ ବାଟ ନାହିଁ ଆଜି। ଗଣି ହବନି। ଆଜି ସୋରିଷ ପକେଇବା ପାଇଁ ପୁରୀ ବଡ଼ଦାଣ୍ଡରେ ଆଜି ଆପଣମାନେ ବାଟ ପାଇବେ ନାହିଁ, ଏତେ ମାତ୍ରାରେ ଆଜି ଗଣି ହବ ନାହିଁ, ସତ କଥା। ଆଉ ତେଣୁ କାଳିଆକୁ ଦର୍ଶନ କରିବା ପାଇଁ ତ ବହୁତ ଦୂରରୁ ସେଠିକି ତ ପ୍ରଶାସନ ସେଠି ଛାଡ଼ିବନି ତାଙ୍କ ପାଖକୁ। ଆଉ ତେଣୁ ଯେଉଁମାନେ ଯାଇଛନ୍ତି ଆଜି, ଏ ଯେଉଁ ବର୍ଷା ହେଉଛି ଆଜି ବହୁତ, ଯାହା ବି ହେଲେ ରଥ ଟଣା ହେବ, ରଥ ବନ୍ଦ ହେବନି।
ଯେତେ ବଡ଼ ବର୍ଷା ହଉନା କାହିଁକି ରଥ ଟଣାଯିବ। ସିଏ ତ ମାଲିକ, ସିଏ ତ ବର୍ଷା କରୁଛନ୍ତି, ଆଉ ତାଙ୍କ ରଥ ବନ୍ଦ କରିବି କିଏ? ଏହା ହେଉଛି କଥା। ଆଉ ଇଏ ବାବା ଆମର ଯେଉଁ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଇଏ ହେଉଛି ଏବେ କିଛି ନାଟକ ଦେବ କି ଆଉ ଏଇଥର ଭଦ୍ରକକୁ? ନାଟକ ଇଏ ମହୋତ୍ସବ ହବ। ମହୋତ୍ସବ ଦିନ ନାଟକ ପରିଦର୍ଶନ କରିବ ନଟରାଜ। ନଟରାଜ ନାଁ ବାବା କାହିଁକି ଦେଇଥିଲ? ଅଲଗା ନାଁ କିଛି ଦେଲନି? ନଟରାଜ ହେଉଛି ଠାକୁରଙ୍କର, ଶିବଙ୍କର। ନଟରାଜ ଠାକୁରଙ୍କର ଇଏ ଦେଇକି ନଟରାଜ ସାଂସ୍କୃତିକ ଅନୁଷ୍ଠାନ 40 ବର୍ଷର ଅନୁଷ୍ଠାନ, 40-42 ବର୍ଷର ଅନୁଷ୍ଠାନ, ବହୁତ ପୁରୁଣା ଅନୁଷ୍ଠାନ ଭଦ୍ରକରେ। ଆପଣମାନେ ବି ଦେଖିଥିବେ ତାଙ୍କର ଆମର ଯେତେବେଳେ ବ୍ୟାନର ଫ୍ୟାନର ମରା ହେଇଥିଲା। ପ୍ରାୟତଃ ସାଂସ୍କୃତିକ ଆମର ଶହୀଦ ଭବନରେ ହେଇଛି। ଆଉ ବହୁତ ଆୱାର୍ଡ଼ ବି ବାପା ପାଇଥିଲେ। ବାପା ଯେଉଁ ଆୱାର୍ଡ଼ ପାଇଥିଲେ ଏଇଟା କହନ୍ତି, ଯେଉଁ ଆୱାର୍ଡ଼ଟା ମିଳିଥିଲା ଆମର ଏଠି ଭୁବନେଶ୍ୱରରେ ମନ ଆଉ ହେଉଛି ୟାଙ୍କର ଭଦ୍ରକରେ ଯେଉଁ ମିଳିଥିଲା ଆମର ଶ୍ରେଷ୍ଠ ନାଟ୍ୟ ପୁରସ୍କାର ବାପାଙ୍କୁ ମିଳିଥିଲା। ଶ୍ରେଷ୍ଠ ନାଟ୍ୟ ପୁରସ୍କାର ଭଦ୍ରକର ଆମର କେଉଁ ଜାଗାରେ ମିଳିଥିଲା ଏଟା? ଭଦ୍ରକ ନା କହନ୍ତି ଏଠି ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରେ ବାପାଙ୍କୁ ଶ୍ରେଷ୍ଠ ନାଟ୍ୟ ପୁରସ୍କାର ମିଳିଥିଲା ଆଉ ଗଭର୍ଣ୍ଣମେଣ୍ଟ ତରଫରୁ। ଆଉ ତେଣୁ ହେଉଛି ବହୁତ କିଛି ଆପଣ ଦେଖିପାରିବେନି, ବହୁତ କିଛି ପୁରସ୍କାର ବାପା ପାଇଛନ୍ତି। ଆଉ ମୁଁ ସେ ପୁରସ୍କାର ଦେଖେଇ ନେଇ ସେ ଗୋଟେ ଭିଡ଼ିଓ ସେଟା ମୁଁ ଆଣିବା ବାପା, ସେଦିନ ଘରକୁ ଗଲେ ସେ ଭିଡ଼ିଓ ଗୋଟେ ଆଣିବା, କେତେ ପୁରସ୍କାର ଆପଣ ପାଇଛନ୍ତି ସେ ଭିଡ଼ିଓ ମୁଁ ଆପଣମାନଙ୍କୁ ଗୋଟେ ଭିଡ଼ିଓ ଦେବି। ଆଉ ବାପାଙ୍କର ତ ଏଇ ବୟସ ହେଇଗଲାଣି, ଆଉ ନାଟକ ଫାଟକ କିଛି କରୁନାହାନ୍ତି। ତେଣୁ ବୟସ ଯେହେତୁ ହେଇଗଲାଣି ଆଉ ସେମିତି ହେଲେ ବାପାଙ୍କର ପୁରା ମଞ୍ଚ ଉପରେ ଚଢ଼ିବା ମାନେ ପୁରା ଜୀବନ୍ତ ଅଭିନୟ। ସେ ଅଭିନୟ ଆପଣ ଦେଖିନାହାନ୍ତି। ମୋର ଗୋଟେ ବାପାଙ୍କ ସହିତ ଗୋଟେ ନାଟକ ଥିଲା ଗାନ୍ଧୀଙ୍କ ଓଡ଼ିଶା। ମୋର ଅଳ୍ପ ଥିଲା, ଛୋଟ ଥିଲା, ଆମେ ଯେଉଁ କରିଥିଲେ ଲାଷ୍ଟ ନାଟକ ଆପଣଙ୍କର ବାପାଙ୍କର ଲାଷ୍ଟ ନାଟକ ଥିଲା ଗାନ୍ଧୀଙ୍କ ଓଡ଼ିଶା। ତେଣୁ ମୋର ଛୋଟିଆ ପାର୍ଟଟେ ଥିଲା, ମୁଁ ବି କରିଥିଲି ବାପାଙ୍କ ସହିତ ସେ ନାଟକଟା। ଆଉ ବହୁତ ବଢ଼ିଆ ହେଇଥିଲା ବାପା, ନାଇଁ ଗାନ୍ଧୀଙ୍କ ଓଡ଼ିଶା ବା ଆମର ଭୁବନେଶ୍ୱରରେ 1 ନମ୍ବର ଭଦ୍ରକରେ ହେଇକି ଭୁବନେଶ୍ୱରକୁ ଯାଇଥିଲା ସେ ନାଟକ। ଭୁବନେଶ୍ୱରକୁ ଯାଇଥିଲା, ବହୁତ ବଢ଼ିଆ ହେଇଥିଲା ସେ ନାଟକଟା। ଆଉ ତେଣୁ ବାପାଙ୍କର କେତେ ପ୍ରାଇଜ୍ ପାଇଛନ୍ତି ସେ ଭିଡ଼ିଓଟା ମୁଁ ଆପଣମାନଙ୍କୁ ଦେଖେଇବି। ବହୁତ ପ୍ରାଇଜ୍ ପାଇଛନ୍ତି, ମାନେ ଜାଗା ନାହିଁ ରଖିବା ପାଇଁ। ବହୁତ ପ୍ରାଇଜ୍, ବହୁତ କଳାକାରଙ୍କ ସହିତ ଫଟୋ ବି ଉଠେଇଛନ୍ତି। ବହୁତ ଟିଭି କଳାକାରଙ୍କ କଥା କୁହନ୍ତୁ, ବହୁତ କଳାକାରଙ୍କ ସହିତ ଫଟୋ ଉଠେଇଛନ୍ତି। ଆମ ସେ ରବୀନ୍ଦ୍ର ମଣ୍ଡପର ଯେଉଁ ପ୍ରାଇଜ୍ ପାଇଛନ୍ତି ସେ ଫଟୋ ଅଛି ନା, ସେ ଫଟୋ ବି ମଧ୍ୟ ଅଛି, ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ମୁଁ ଦେଖେଇବି। ବହୁତ କିଛି ଅଛି। ଆଉ କ'ଣ ବାପା, ଆଉ ଜନ୍ମଦିନ କେବେ ପଡ଼ୁଛି? କ'ଣ କରିବା ଜନ୍ମଦିନ କେବେ ପଡ଼ୁଛି? ଜନ୍ମଦିନ ମାସ ଆଉ କେତେ ଦିନ ରହିଲା? ଏଇ 2-3 ଦିନ ଭିତରେ, ଏଇ 3-4 ଦିନ ଭିତରେ ବାପାଙ୍କର ଜନ୍ମଦିନ ପଡ଼ିବ, 80 ବର୍ଷ ଚାଲିବ। ତେଣୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରନ୍ତୁ ଏମିତି ତାଙ୍କ ଦେହ ସୁସ୍ଥରେ ଥାଉ, ଏମିତି ଭଲ ଭଲ ନାଟକ ଆମ ପାଖକୁ ନେଇକି ଆସନ୍ତୁ। ଜୀବନ୍ତ ଅଭିନୟ ବି ସେମାନେ କରନ୍ତି। ନାଟକ ନ କରିପାରିଲେ କ'ଣ ହେଲା, ଶିଖେଇ ପାରିବେ ନାଟକ କେମିତି କରନ୍ତି, ନାଟକକୁ କେମିତି ଭାବରେ ଗୋଟେ ଅଭିନୟ ଆମେ କରିପାରିବା, କେମିତି ଭାବରେ ଗୋଟେ ଜୀବନ୍ତ ଅଭିନୟ କରିପାରିବା। ଅଭିନୟ ତ ସମସ୍ତେ କରୁଛନ୍ତି, ଜୀବନ୍ତ ଅଭିନୟ କେତେ ଜଣ କରିପାରନ୍ତି? ତେଣୁ ବହୁତ କିଛି କଳା ଅଛି। ଷ୍ଟେଟ୍ ବ୍ୟାଙ୍କରେ ଚାକିରି କରିଥିଲେ, ଷ୍ଟେଟ୍ ବ୍ୟାଙ୍କରେ ବର୍ତ୍ତମାନ ପେନ୍ସନ୍, ରିଟାୟାର୍ଡ଼ ପେନ୍ସନ୍ ବର୍ତ୍ତମାନ ମିଳୁଛି ଷ୍ଟେଟ୍ ବ୍ୟାଙ୍କରୁ। ତାପରେ ନାଟକ ପ୍ରତି ବହୁତ କିଛି ରୁଚି ଥିଲା, ଯେହେତୁ ନାଟକକୁ ବି ଛାଡ଼ି ନାହାନ୍ତି। ଷ୍ଟେଟ୍ ବ୍ୟାଙ୍କରେ ଚାକିରି ସହିତ ଚାକିରି କରିଥିଲେ, ନାଟକକୁ ବି ଦେଖୁଥିଲେ। ତେଣୁ 2ଟା ଜିନିଷ ବାପା ହ୍ୟାଣ୍ଡଲ୍ କରୁଥିଲେ। ତା ଭିତରେ ପରିବାର ଭଲ ମନ୍ଦ ସବୁ ଆଡ଼ଜଷ୍ଟମେଣ୍ଟ କରିକି ଚାଲୁଥିଲେ। ଏମିତି ଏକ ବ୍ୟକ୍ତିତ୍ୱ। ତେଣୁ ବାପାଙ୍କ କଥା କହିଲେ ସରିବନି, ତାଙ୍କର ବହୁତ କିଛି ନାଟକ ଦେଇଛନ୍ତି ଭଦ୍ରକକୁ। ଏହା ହେଉଛି କଥା। ପୁଣି ବାପା ନେକ୍ସଟ ଗୋଟେ ଭିଡ଼ିଓ ମୁଁ ଆପଣଙ୍କ ସହିତ ଆଣିବି। ସେ ଯେଉଁ ପ୍ରାଇଜ୍ ଆପଣ ଯେତେ ପାଇଛନ୍ତି ପୁଣି ଏକ ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ମୁଁ ଆସିବି। ରହିଲି। ହାପି ରଥଯାତ୍ରା ସମସ୍ତଙ୍କୁ ଜଣେଇ ଦିଅନ୍ତୁ। ହାପି ରଥଯାତ୍ରା ବାପାଙ୍କ ମୋ ତରଫରୁ। ଏ ରଥଯାତ୍ରାରେ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରହିଲି, ନମସ୍କାର ବାପା, ନମସ୍କାର।